ଆଜି ଆମେ ପଢ଼ିବା ଚୈତ୍ର ମଙ୍ଗଳା ଓଷା କଥା। ବନ୍ଦଇ ସାରଳା ମାଗ ତୁମ ଶ୍ରୀ ଚରଣ ଲେଖୁଅଛି ପଦମାନ କହି ଦେବ ପୁଣ। ନମଇ ସାରଳା ମାଗ ଶିବର ଘରଣୀ ଝଙ୍କଟ ପୁରବାସିନୀ ମହିଷା ମର୍ଦିନୀ ଅମ୍ବିକା କାକାଳିକା ବେତଳିକା ତୋର ନାମ ଦୁର୍ଗା ମହାମାୟୀ ଗ ମଙ୍ଗଳା ତୋର ନାମ। ଜୟ ଶ୍ରୀ ମଙ୍ଗଳା ମାଗ ମାତା କାତେୟନୀ ସଙ୍ଗତରେ ରଖିଅଛୁ 64 ଯଗ୍ନି। ମୁଇଁ ମୂର୍ଖ ଅପାଣ୍ଡୁକ ନ ଜାଣ ଏ କିଛି କଣ୍ଠରେ ବସିଣ ପଦ କହିଦେବ ବାଛି। ଅର୍ଜୁନ ବାଚ। ଅର୍ଜୁନ ବୋଲନ୍ତି ତୁମେ ଶୁଣ ଦାଶରଥୀ ବୁଝାଇଣ କହ ମତେ ମଙ୍ଗଳାର ସ୍ଥିତି। ଶ୍ରୀହରି ବୋଲନ୍ତି ତୁମେ ଶୁଣ ହେ ଅର୍ଜୁନ ଆଣ୍ଠକୁଡ଼ା ରାଜାକୁ ଯେ ଦେଲେ ପୁତ୍ରଦାନ। ମୋହର ଚରଣେ ତାଙ୍କ ନ ବଳଇ ମନ ତେଣୁ କରି ଆଣ୍ଠକୁଡ଼ା ହେଲେ ସର୍ବଜନ। ଏକମନ ହେଇ ଜଣୁ ନ ଭଜିଲେ ମତେ ତେଣୁ କରି ମଙ୍ଗଳା ଯେ ଗୋଲକେ ତୁରିତେ। ଦିବ୍ୟ ରୂପ ତେଜି ମାଏ ବୃଦ୍ଧା ରୂପ ହୋଇ ଖୋସୁ ମେଞ୍ଚ ମେଞ୍ଚ ଆଖି ପିଞ୍ଚଡ଼ା ବହି। କନା ଯେ କତରା ମାଏ ପରିଧାନ କଲେ କେନ୍ଦୁ ଯେ କହିତ ଚାର ଘେଣି ନ ଚଳିଲେ। ସେଦିନ ଯେ ମଙ୍ଗଳାଙ୍କ ପୂଜା ବିଧି ଦିନ ତେଣୁ କରି ବିଜୟ କଲେ ତତ୍କ୍ଷଣ। ନଗର ହାଟ ବାଟ ବୁଲି ଡାକି ଯେ ଦିଅନ୍ତି କେନ୍ଦୁ କେନ୍ଦୁ ଚାର ନିଅ ବଳିଣ ବୋଲନ୍ତି। ତାହା ଶୁଣି ନଗର ଲୋକେ ଆଣଗ ବୋଲନ୍ତି ତାଙ୍କ ରୂପ ଦେଖି ଲୋକେ ଛିଛି ଯେ କରନ୍ତି। ଖୋସୁ ମେଞ୍ଚା ମେଞ୍ଚା ଆଖି ପିଞ୍ଚଡ଼ା ବହୁଛି ଏହାଠାରୁ କେନ୍ଦୁଚର ନେ ଘେନିବା କିଛି। କେନ୍ଦୁଚର ତାହା ଠାରୁ କେହି ନ କିଣିଲେ ତାହା ଶୁଣି ମଙ୍ଗଳା ଯେ ବିଜେ କରିଗଲେ। ବାଟ ହାଟ ନଗର ଲୋକ କେହି ନ କିଣିଲେ ଏଣୁ କରି ମହାମାୟା ବିରସ ହୋଇଲେ। ମନେ ମନେ ବିଚାର କରନ୍ତି ମହାସତୀ ରାଜାର ନଗରକୁ ବୁଲି ଗଲେ କତଡ଼ତି। ରାଜାର ନବରେ ଯାଇ ପ୍ରବେଶ ହୋଇଲେ କେନ୍ଦୁଚର ନିଅ ବଲିଣ ବହିଲେ। ଛି ଛି ଦୂର କରି ତାଙ୍କୁ ଘଉଡ଼ାଇଲେ ଯେଉଁ ରାଜାର ବିଜେ କରୁଥିଲେ ତେହୁଁ। ତର ତର ହୋଇ ଚଣ୍ଡାଳୁଣୀ ଯାଉଥିଲେ ଆସୁଥିଲେ ମାୟା ତାଙ୍କୁ ବାଟରେ ଭେଟିଲେ। ଚଣ୍ଡାଳୁଣୀ ବୋଲୁଅଛି କହୁଁ ଯେ ଆଇଲ କେବଣ ଦେଶରୁ ତୁମେ ଏତେ ବିଜେ କଲ। ମାୟା ବୋଲୁଛନ୍ତି ତୁଲ ଶୁଣ ଚଣ୍ଡାଳୁଣୀ ନଗର ନରନାରୀ ମତେ ନ ଚିହ୍ନିଲେ ପୁଣି। ମୁଇଁ ସର୍ବ ମଙ୍ଗଳା ଯେ ଘଉଡ଼ିଲେ ମତେ ତୁ କେବଣ କାରଣେ ଯେ ପୁଛ କଲୁ ମତେ। ଶୁଣି ଚଣ୍ଡାଳୁଣୀ ପାଦରେ ପଡ଼ିଲା ନିସ୍ତରିଲି ବଳିଣ ବଇଲା। ମୁଇଁ ତୁମ ବଶବର୍ତ୍ତୀ ସେ ବଇ ଚରଣେ ତୁମ ସେବା ଆଜି ମୁହିଁ କରିବି ଆପଣେ। ତାହା ଶୁଣି ମଙ୍ଗଳା ଯେ କେନ୍ଦୁଚର ଦେଲେ ଅପୁତ୍ରିକ ପୁତ୍ରଦାନ ହେଉ ଯେ ବଇଲେ। ମୋର ସେବା ସାରି ତୁ ଖାଇବୁ କେନ୍ଦୁଚର ମତେ ସୁମରଣା କରି ଖାଇବୁଟି ଫଳ। ଏତେ କହି ମଙ୍ଗଳା ଯେ ବିଜେ କରିଗଲେ ନିଜ ଭୁବନରେ ଯାଇ ପ୍ରବେଶ ହୋଇଲେ। କେନ୍ଦୁଚର ଘେନି ଶ୍ରିୟା ଚଣ୍ଡାଳୁଣୀ ଗଲା ଉତ୍ତମ ପଦାର୍ଥମାନ ବଜାରୁ କିଣିଲା। ଖଇ ମୁଆଁ ନବାତ ସାକର ଛେନାପଣା ଗୁଡ଼ ଦୁଧ ମିଠାଇ ଯେ କରିଲା କିଣା। ଯତ୍ନରେ ପଦାର୍ଥମାନ ଘରରୁ ଆଣିଲା ଚନ୍ଦନ କର୍ପୂର ଆଣି ଗୃହରେ ଛିଞ୍ଚିଲା। ଅଗଣା ମଧ୍ୟରେ ଏକ ବେଦୀ ବନାଇଲା ଗବଣ ଲିପିଣ ତହୁଁ ଝୁଟି ଯେ ଲେଖିଲା। ଜୟ ଶ୍ରୀ ମଙ୍ଗଳା ବୋଲି ଘଟକେ ସ୍ଥାପିଲା ବଟା ହଳଦୀରେ ଏକ ମୂର୍ତ୍ତି ବନାଇଲା। ଗଙ୍ଗାଜଳ ଛିଞ୍ଚି ତହିଁ ବସିଲା ଯାଇ ସ୍ମରଣ କରି ବସିଲା ମଙ୍ଗଳାଙ୍କୁ ଧ୍ୟାଇ। ଚଣ୍ଡାଳୁଣୀ ହୀନ ଜାତି ମୋର କେଳା କିଞ୍ଚିତ ଭକତି ମୋର ଘେନ ମା ମଙ୍ଗଳା। କେନ୍ଦୁ କେନ୍ଦୁ ଚାରି ତହିଁ ଭୋଗ ଲଗାଇଲା ଅମୃତ ପଦାର୍ଥମାନ ସବୁ ସମର୍ପିଲା। ଛେଳି ମେଣ୍ଢା କୁକୁଡ଼ା ଯେ ବଳି ପୂଜା କଲା ପୂଜା ସାରି ଚଣ୍ଡାଳୁଣୀ ଆନନ୍ଦ ହୋଇଲା। ଫୁଲ ପ୍ରସାଦ ନେଇଣ ଶିରରେ ଘେନିଲା ମଙ୍ଗଳା ସୁମରି କେନ୍ଦୁ ଚର ଯେ ଭାସିଲା। ପୂଜାର ପଦାର୍ଥମାନ ନେଲା ତଡ଼ିତ ମଙ୍ଗଳାଙ୍କୁ ସୁମରି ଭଖିଲା ତାର ପତି। ପୂଜାର ପଦାର୍ଥମାନ ନେଲା ତଡ଼ତି ମଙ୍ଗଳାଙ୍କୁ ସୁମରି ଭଖିଲା ତାର ପତି। ସେହିଦିନୁ ଚଣ୍ଡାଳୁଣୀ ଗର୍ଭବତୀ ହେଲା ଦିନ ଗଣୁ ଗଣୁ ତହିଁ 10 ମାସ ହେଲା। 10 ମାସ 10 ଦିନେ ହୋଇଲା କପୁଣୀ ପେଟ ବ୍ୟଥା କଲା ତାର ହୋଇ କିଣି କିଣି। କୁବ୍ଜ ହୋଇ ଆଉ ନ ପାରଇ ଚାଲି ମଙ୍ଗଳାଙ୍କୁ ସୁମରି ସେ ବୋଲେ ମରିଗଲି। ରାତ୍ର ପାହି ବେଳ ତହୁଁ 7 ଗଡ଼ି ହେଲା ଫୁଲ ଫଳେ ତାହାର ଯେ ପୁତ୍ର ହିଁ ଜନ୍ମିଲା। ପୁଣି କ୍ଷଣକରେ ସେଉ ପାଇଲା ଜ୍ଞାନ ଏତେ ଦିନେ ମଙ୍ଗଳା ଯେ ଦେଲେ ଚକ୍ଷୁଦାନ। ନାହୁଡ଼ି କାଟିଲା ପୁତ୍ର ବସାଇଲା କଳେ ମୁଖେ ଚୁମ୍ ଦେଇ ତହିଁ ଆନନ୍ଦ ହୋଇଲେ। ନରନାରୀମାନେ ସମସ୍ତେ ଶୁଣିଲେ ବୃଦ୍ଧକାଳେ ପୁତ୍ରଦାନ ପାଇଲା ବୋଇଲେ। ହେଉ ହେଉ ବଲିଣ ବୋଲନ୍ତି ସର୍ବଜନ ଆନନ୍ଦ ହୋଇଲେ ଶୁଣି ନଗର ନାରୀମାନ। 2-4 ଦିନ ଯାନ୍ତେ ନାହୁଡ଼ି ଶୁଖିଲା ଦିନ ଗଣି ଚଣ୍ଡାଳୁଣୀ କାମତା ସାରିଲା। ହାଟଦାଣ୍ଡ ନଗର ବୋଲି କରୁଥାଇ ଡକା କଅଁଳା ଛୁଆକୁ ଛାଡ଼ି ଅଇଲି ମୁଁ ଏକା। ଏହା ବୋଲି ଚଣ୍ଡାଳୁଣୀ କ୍ଷଣେ ନ ରହି ପୁତ୍ରର ମୁଖରେ ଆସି ଚୁମ୍ବନ ଦିଅଇ। ଏଇ ମତେ 6 ମାସ ବରଷେ ଗଲା ପୁଣି ଗର୍ଭବାସ ଯେ ହୋଇଲା ସେ ତରୁଣୀ। 10 ମାସ 10 ଦିନ ଗର୍ଭ ତହୁଁ ହେଲା ପେଟ ବଥା ଆଇନା ପୁଣି ପୁତ୍ର ଯେ ଜାତ କଲା।
ଏଇ ରୂପେ ସାତପୁତ୍ର ହୋଇଲେ ଜନ୍ମ ଅର୍ଜୁନଙ୍କୁ ବୁଝାଇ କହନ୍ତି ଭଗବାନ। ପୁଣି ଗର୍ଭବାସ ଯେ ହୋଇଲା ଚଣ୍ଡାଳୁଣୀ ଦୁଇତା ଗୋଟିଏ ଜାତ ହୋଇଲା କମୁଣି। ସାତପୁତ୍ର ଏକ ଝିଅ ହୋଇଲା ଜାତ ମନେ ମନେ ଚଣ୍ଡାଳୁଣୀ ହୋଇଲା ଔଷଧ। ଏବେ ବନ୍ଧୁ ଘର ମୁହିଁ ଖୋଜିଣ ଯେ ଯିବି ସାତପୁତ୍ରଙ୍କ ମୋହର ବିବାହ କରାଇବି। ଏତେ ଭାଳି ବନ୍ଧୁ ଘର ଖୋଜିଣ ଯେ ଗଲା ସାତ ଯେ ପୁତ୍ରଙ୍କୁ ତାର ବିବାହ କରାଇଲା। ଦୁଇତା ଗୋଟିକୁ ବିବାହ କରିଦେଲା ପୁଣ ସାତପୁତ୍ରଙ୍କର ବୋହୂ ଆଣିଲା କ ଜାଣ। ଅର୍ଜୁନ ବୋଲନ୍ତି କହନ୍ତି ଯେ ଭଗବାନ ମଙ୍ଗଳାଙ୍କୁ ସେବି ସେ ପାଇଲା ପୁତ୍ର ଦାନ। ଶ୍ରୀ ଭଗବାନ ଉବାଚ। ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣ ଆହେ ପାର୍ଥ ଠିକ୍ ଠିକ୍ କରି ତତେ କହିଦେବା ତଥ୍ୟ। ଏଥୁ ଅନନ୍ତରେ କେତେ ଦିନ ବହିଗଲା ପ୍ରଭାତରୁ ଚଣ୍ଡାଳୁଣୀ ନବରକୁ ଗଲା। କେଉଁ ଯୋଗରୁ ଘରୁ ମୁଁ ବାହାର ଆଇଲି ଆଣ୍ଠୁଗୁଡ଼ା ରାଜା ମୁଖ। ଆଜି ମୁଁ ଦେଖିଲି ଅନ୍ନପାଣି ଆଜି ମୋତେ ମିଳିବ କି ନାହିଁ ଏତେ ବୋଲି ରାଣୀହଂସ ପୁରେ ମିଳେ ଯାଇ। ତାହା ଶୁଣି ମହାରାଜା ସ୍ତବ୍ଧ ହୋଇଲେ। ଚାକରମାନଙ୍କୁ ଡାକି ଗୁପତେ କହିଲେ ଆଜ ତୁମେ ଚଣ୍ଡାଳୁଣୀ ଘରଠାକୁ ଯାଅ। ରାତ୍ର ଯେ ଦିବ ଯେ ତହିଁ ଜଗି ବସିଥାଅ। ଭୁଞ୍ଜିବ କି ନ ଭୁଞ୍ଜିବ ଦେଖୁଥିବ ଜାଣି ମୋହର ଆଗରେ କହି ବଟି ଆସିଛି ପୁଣି। ଏହା ଶୁଣି ଚାକର ଯେ ବେଗେ ଚଳିଗଲେ ଚଣ୍ଡାଳୁଣୀ ଘରଠାରେ ଜଗିଣ ବସିଲେ। ଏମନ୍ତ ସମୟ ଶ୍ରିୟା ଚଣ୍ଡାଳୁଣୀ ଗଲା ଅନ୍ନପାଣି କିଛି କେଉଁଠାରେ ନ ପାଇଲା। ରନ୍ଧନଶାଳାରେ ହାଣ୍ଡି ଭାଙ୍ଗିଲା ଯହୁଁ ଉପବାସୀ ସମସ୍ତେ ଯେ ରହିଲେ କେତେହୁଁ। ଏହା ଦେଖି ରାଜଦୂତେ ବେଗେ ଚଳିଗଲେ ପାଏ ପଡ଼ି କରଜୋଡ଼ ଛାମୁରେ କହିଲେ ରନ୍ଧନ ଚୁଲିରେ ହାଣ୍ଡି ଭାଙ୍ଗିଲା ଯହୁଁ ଉପବାସୀ ସମସ୍ତେ ଯେ ରହିଲେ ତହୁଁ। ଚଣ୍ଡାଳୁଣୀ ଆପଣାକୁ ବହୁ ନିନ୍ଦା କରି ତାର ପୁଅ ବୋହୂକୁ କହିଲା ଏହିପରି ଆଣ୍ଠୁଗୁଡ଼ା ରାଜମୁଖ ଯହୁଁ ମୁଁ ଦେଖିଲି ତେଣୁକରି ଉପବାସୀ ଆଜି ମୁଁ ରହିଲି। ଏହା ବୋଲି ଆପଣାକୁ ନିନ୍ଦା କରି ସେହି ଶୁଣିଥିବା କଥା ପ୍ରଭୁ କହିଲୁ ବୁଝାଇ। ତେହା ଶୁଣି ମହାରାଜା କମ୍ପିଣ ଉଠିଲେ ତାହାର ଯେ ଗର୍ବ ମୁହିଁ ଭାଙ୍ଗିବି ବୋଇଲେ। ମୋର ଆଜ୍ଞା ଘେନ ହି କ୍ଷଣି ଚଳି ଯାଅ ତାହାର ପୁତ୍ରମାନଙ୍କୁ ହାଣି ଯେ ପକାଅ। ତାହା ଶୁଣି ଦୂତମାନେ ବେଗେ ଚଳିଗଲେ ତାହାର ସାତପୁତ୍ରଙ୍କୁ ହାଣି ପକାଇଲେ। ସେଦିନରେ ମଙ୍ଗଳାଙ୍କୁ ପିଝାବୁଦ୍ଧି ଜାଣି ଖଇ ମୁଆଁ ଆଣିବାକୁ ଯାଇଥିଲା ପୁଣି। ଲୋକେ ଯେ ବହିଲେ ରାଜା ମାଇଲେ ତ ବଂଶ ଖଇ ମୁଆଁ ନେଇଣ ତୁ କରିବୁଟି କିସ। ସାତ ପୁଅ ଯାକ ତୋର ହାଣି ପକାଇଲେ ତୋର ପୁତ୍ର ମୁଣ୍ଡମାନେ ଶୂଳେ ବସାଇଲେ। ତାହା ଶୁଣି ଚଣ୍ଡାଳୁଣୀ କନ୍ଦଗୋଳ କଲା ରାଜାର ନବରୁ କାନ୍ଦି କାନ୍ଦି ଆସୁଥିଲା। ତାହା ଜାଣି ମଙ୍ଗଳା ଯେ ବିଜେ କରିଗଲେ ଆସୁଥିଲା ଚଣ୍ଡାଳୁଣୀ ବାଟରେ ଭେଟିଲେ। ମଙ୍ଗଳା ବୋଲନ୍ତି ତୁଲ କାନ୍ଦୁ କାହିଁ ପାଇଁ ତୋହର ମନବାଞ୍ଛା ଯେ ପୁରାଇବି ମୁହିଁ। ତାହା ଶୁଣି ଚଣ୍ଡାଳୁଣୀ କହୁଅଛି ଲୋଟି ତୁମର ସଞ୍ଚିଲା ମାତ୍ରେ ସାତ ପୁତ୍ର ଗୋଟି। ଅଦଶରେ ରାଜା ମୋର ପୁତ୍ରକୁ ମାଇଲା ଶୂଳିଆ ପଦାକୁ ଆଣି ଶୂଳି ଦିଆଇଲା। ମାୟା ବୋଲୁଛନ୍ତି ତୁଲ ବେଗେ ହୋଇଯାଅ ମୁହିଁ ରକ୍ଷା କଲେ ପୁଣି କି କରିବ ରାଜା। ମୋର ସେବା ପୂଜା ତୁ ହିଁ କରୁଥିବୁ ପୁଣି ତୋର ପୁତ୍ରମାନେ ଯେ ଆସିବେ ଏଇ କ୍ଷଣି। ତାହା ଶୁଣି ଚଣ୍ଡାଳୁଣୀ ବେଗେ ଚଳିଗଲା ଖଇ ମୁଆଁ ନବାଦ ଯେ ବଜାରୁ କିଣିଲା। ଗୋବର ଲିପଣ ଏକ ବେଦୀ ବନାଇଲା ଚନ୍ଦନ କର୍ପୂର ପାଣି ତହିଁରେ ଛିଞ୍ଚିଲା। ହଳଦୀ ଗନ୍ଧାରେ ଏକ ମୂର୍ତ୍ତି ଯେ ବନାଇ ଜୟ ସର୍ବମଙ୍ଗଳାଗ ବଳିଣ ବୋଲଇ। ଫୁଲ ଯେ ଚନ୍ଦନ ଦେଇ ପୂଜାବିଧି କଲା। ଧୂପ ଯେ ନୈବେଦ୍ୟ କନ୍ଧପୁଷ୍ପ ଦେଲା। ଧୂପ ଚାଉଳ ପକାଇ ହୁଳହୁଳି ଦେଲା। ଧୂପ ଦୀପ ଦେଇ ତହୁଁ ଶଙ୍ଖ ବଜାଇଲା। ସାତ ବୋହୂ ଘେନି ସେବା କରୁଅଛି ଯେଉଁ ଦେଖିଣ ମଙ୍ଗଳା ଯେ ଆନନ୍ଦ ହେଲେ ତେହୁଁ। ଉଭା ଯେ ହୋଇଲେ ମାୟ ବିଜେ କରିଗଲେ ତୋର ପୁତ୍ରମାନଙ୍କୁ ଯେ ପ୍ରାଣଦାନ ଦେଲେ। ସେହି ବର୍ଣ୍ଣ ସେହି ଚିହ୍ନ କଥା ରୂପବନ୍ତ କେହି ନ ଜାଣନ୍ତି ପ୍ରାଣେ ହୋଇଥିଲେ ହତ। କାଠପତ୍ର ମାଛ ଶାଗ ଘେଣିଣ ଆଇଲେ ଆପଣାର ଘରେ ଆସି ପ୍ରବେଶ ହୋଇଲେ। ତାହା ଦେଖି ଚଣ୍ଡାଳୁଣୀ ହରଷ ହୋଇଲା ଜନ୍ମ ଅନ୍ଧ ଚକ୍ଷୁଦାନ କିଏ ଅବା ପାଇଲା। ଫୁଲ ପ୍ରସାଦ ମାଙ୍କ ଶିରରେ ଘେନିଲେ ଜୟମା ମଙ୍ଗଳା ବୋଲି ଦଣ୍ଡବୋଧ କଲେ। ଉତ୍ତମ ପଦାର୍ଥ ମାନ ଭୋଗ ଦେଇଥିଲେ ସାତ ପୁଅ ଯାକ ତାହା ଆନନ୍ଦେ ଭୁଜିଲେ। ତାହା ଦେଖି ଚଣ୍ଡାଳୁଣୀ ହୋଇଲା ଆନନ୍ଦ ତାର ପୁତ୍ରଗଣ ଯେ ଖାଇଲେ ମାଂସ ମଦ। ଦେଖିଥିବା ଲୋକମାନେ ତାଟକା ହୋଇଲେ ଲହାଣିଥିଲେ ଯମଦୂତ କେମନ୍ତ ବଞ୍ଚିଲେ। ତାହା ଦେଖି ରାଜା ଆଗେ କହିଲେ ଦୂତେ ହାଣିଥିବା ଲୋକମାନେ ବଞ୍ଚିଲେ କେମନ୍ତେ। ତାହା ଶୁଣି ମହାରାଜା ହଇଣ ସ୍ତବଧ ପୁଣି ଆଜ୍ଞା ଦେଲେ କ୍ରୋଧେ ହୋଇ ଗଦଗଦ। ଆସନ୍ତା ମଙ୍ଗଳବାରେ ତାହାଙ୍କୁ ମାରିବି। ଆରେ ଦୂତ ଏମନ୍ତ ଯେ ଉପାୟ କରିକି ଗଜର ଦାନ୍ତରେ ଯେ ପ୍ରହାର କରାଇବ ସବୁ ହିଁ କାଟିବ ମାଂସ ଅସ୍ଥି ରଖିବ। ଶ୍ୱାନ ଯେ ଶୃଗାଳ ତାକୁ ଖାଇ ବେଟ ଝୁଣି ଥକାଏ ବଡ଼ିନ ଥପ କରିବଟି ପୁଣି। ଆଜ୍ଞା ପାଇଁ ରାଜଦୂତ ବେଗେ ଚଳିଗଲେ ଯେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ। ଶ୍ରୀ ଭଗବାନ ଉବାଚ। ଏଥୁ ଅନ୍ତେ ଯାହା ହେଲା ଶୁଣ ହେ ଅର୍ଜୁନ। 8 ଦିନେ ପଡ଼ିଲା ମଙ୍ଗଳବାର ପୁଣ। ଏଣେ ଚଣ୍ଡାଳୁଣୀ ପୂଜା ବିଧି ଆଣିଗଲା ହାଟ ବଜାରେ ବୁଲିଣ
ପଦାର୍ଥ କିଣିଲା। ଦୂତମାନେ ଗୁପଦରେ ଜଗି ବସିଥିଲେ। ଗଜର ଦନ୍ତରେ ତାକୁ ପ୍ରହାର ଯେ କଲେ। ଥକାଏ ମାଂସ ବାଡ଼ି ବଡ଼ିଣ ଥପ କଲେ। ଥକାଏ ଶ୍ୱାନ ଶୃଗାଳ ମୁଖରେ ମେଳିଲେ। ଲୋକେ ଯେ ବଇଲେ ତୋର ପୁତ୍ର ନାଶ କଲେ। କିସ କିସ ଲୋଡ଼ା ତୁହି କରୁଛୁ ବଇଲେ। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦି ଆସୁଥିଲା। ଯାଉ ଯାଇ ମାୟା ତାଙ୍କ ବାଟରେ ଭେଟିଲା। ମଙ୍ଗଳା ବୋଲନ୍ତି ତୁ ଲୋ କାନ୍ଦୁ କାହିଁ ପାଇଁ ତୋହର ପୁତ୍ରମାନଙ୍କୁ ଦେବଇ ଜିଆଇଁ। କାନ୍ଦୁ କାହିଁ ପାଇଁ ତୋହର ପୁତ୍ରମାନଙ୍କୁ ଦେବଇ ଜିଆଇଁ। ମୋର ସେବା ଅର୍ଥେ ତୁହି ବେଗେ କରି ଯାଅ। ଝିଅ ବୋହୂ ଘେନି ମୋର ସେବା କରୁଥାଅ। ଏତେ ବୋଲି ମଙ୍ଗଳା ଯେ ବିଜେ କରିଗଲେ। ହସ୍ତି ମାଂସ ଏକଠା ହବ କରି ନ ରଖିଲେ। ଫଳ ପାଣି ସିଞ୍ଚୁଣ ଯେ ପ୍ରାଣ ଦାନ ଦେଲେ। ଘରକୁ ଯେ ଯାଅ ବାବୁ ବୋଲିଣ ବୋଇଲେ। ତାହା ଶୁଣି ପୟଗଲେ ବେଗେ ବେଗେ ହୋଇ ମରିଥିଲେ ବୋଲିଣ ଯେ ନ ଜାଣିଲେ କେହି। ତେଣେ ଚଣ୍ଡାଳୁଣୀ ପୂଜା ବିଧି ସରିଲା। ଫୁଲ ପ୍ରସାଦ ମାଙ୍କର ଶିରରେ ଘେନିଲା। ଜୟ ମା ମଙ୍ଗଳା ବୋଲିବାର ବେଳେ ତାର ପୁତ୍ରମାନେ ଯେ ଆସିଲେ ତତ୍କାଳେ। ଚିନି ମୁଆଁ ନବାଦ ସାକରା ପୁଣି ଖୋଇ ଆନନ୍ଦେ ଖୋଇଲେ ତାର ପୁଅମାନେ ଖାଇ। ତାହା ଦେଖି ଦୂତମାନେ ବେଗେ ଚଳିଗଲେ। ରାଜାର ଅଗ୍ରତ ଯାଇ ବେଗେ ଜଣାଇଲେ। ଅଣା ହେଇଥିବା ଲୋକ ବଞ୍ଚିଲେ ଏକ ପୁଣ। ଏହି କ୍ଷଣି ଆମେ ତାଙ୍କୁ ଆଇଲୁ ଦେଖିଣ। ଆରେ ଦୂତ ତୁମେମାନେ ଏମନ୍ତ କରିବ। ଆସନ୍ତା ମଙ୍ଗଳବାରେ ତାହାଙ୍କୁ ଆଣିବ। ଢିଙ୍କିରେ କୁଣ୍ଠିର ମାଂସ ଶିଳରେ ବାଟିବ। ଏହିପରି କରି ତାଙ୍କୁ କୂପରେ ପୋତିବ। ତାହା ଶୁଣି ଦୂତମାନେ ବେଗେ ଚଳିଗଲେ। ଯେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ। ଏ ଅନ୍ତରରେ କିଛି ଦିନ ଗଲା ବହି ମଙ୍ଗଳାଙ୍କ ପୂଜା ଦିନ ହୋଇଲା ତହିଁ। ଏଣେ ରାଜଦୂତ ଠାବେ ଠାବେ ରହିଥିଲେ। ତାର 7 ପୁତ୍ରଙ୍କୁ ଯେ ଖଡ୍ଗେ ହାଣିଲେ। ଢିଙ୍କିରେ କୁଟିଲେ ମାଂସ ଶିଳରେ ବାଟିଲେ। 7ଟି ଗାତ ଖଣିନ ତାହାଙ୍କୁ ପୁତିଲେ। ତହୁଁ ଆସି ରାଜଦୂତ ଛାମୁରେ କହିଲେ 7କୁ ବେ 7 ପୁଅ ପୋତିଲୁ ବୋଇଲେ। ତାହା ଶୁଣି ମହାରାଜା ଆନନ୍ଦ ହୋଇଲେ। କେମନ୍ତ ପ୍ରକାରେ ସେଉ ବଞ୍ଚିବେ ବୋଇଲେ। ପହେ ମଲେ ବୋଲି ଚଣ୍ଡାଳୁଣୀ ନ ଜଳନ୍ତି। ଖଇ ମୁଆଁ ନବାଦ ଯେ ବଜାରେ କିଣାଇ। ଏମନ୍ତ ବେଳରେ ଲୋକେ କହିଲେ ଥକେ ତୋର 7 ପୁଅ ରାଜା ପୋତିଲେ କୂପେ। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦି ଆସୁଥିଲେ। ମାୟା ତାଙ୍କୁ ବାଟରେ ଭେଟିଲା। ମାୟା ବୋଲୁଛନ୍ତି ତୁ ଲୋ କାନ୍ଦୁ କାହିଁ ପାଇଁ। ଯା ତୋର ମନ ବାଞ୍ଛା ପୁରାଇବି ମୁହିଁ। ତାହା ଶୁଣି ଚଣ୍ଡାଳୁଣୀ ବେଗେ ଚଳିଗଲା। ଝିଅ ବୋହୂ ସାଙ୍ଗେ ଘେନି ସେବାରେ ବସିଲା। ଏମନ୍ତ ସମୟ ଯେ ମଙ୍ଗଳା ଚଳିଗଲେ। ତାର ପୁତ୍ରମାନଙ୍କୁ ଯେ କୂପରୁ ଡାକିଲେ। କାହିଁ ପାଇଁ ତୁମେମାନେ ପଶିଛ କୂପରେ। ତୁମ ମାତା ପୁଅ ବୋଲି ଡାକୁଅଛ ଘରେ। ଡାକ ଶୁଣି ସମସ୍ତେ ଅଇଲେ ଜେଜାମନ୍ତେ। କେହି ନ ଜାଣନ୍ତି ପ୍ରାଣେ ହୋଇଥିଲେ ହତ। ମାଛ ଶାଗ 7 ପୁଅ ଘେଣି ନ ଚଳିଲେ। ଆପଣାର ଘରେ ଯାଇ ପ୍ରବେଶ ହୋଇଲେ। ତାହା ଦେଖି ଚଣ୍ଡାଳୁଣୀ ଆନନ୍ଦ ହୋଇଲା। ବେଗେ ବେଗେ କରି ପୂଜା ବିଧି ସାରିଲା। ତାର ପୁତ୍ରମାନେ ଯେ ପ୍ରସାଦ ହିଁ ଦେଲେ। ଆନନ୍ଦ ହୋଇଣ ସର୍ବେ ଭୁଞ୍ଜିଣ ବସିଲେ। ଦେଖୁଥିବା ଦୂତମାନେ ରାଜାଙ୍କୁ କହିଲେ କୂପରେ ପୋତିଲା ଲୋକ କେମନ୍ତ ବଞ୍ଚିଲେ। ତାହା ଶୁଣି ମହାରାଜା ବହୁ କୋପ କଲା। ଆସନ୍ତା ମଙ୍ଗଳବାରେ ହାଣିବ ବୋଇଲା। ତୁଳାର ପ୍ରାୟକେ ତାଙ୍କ ମାଂସ ହିଁ କାଟିବ। ତୁଳା ପରି କରି ମାଂସ ଧୂଳିରେ ଫିଙ୍ଗିବ। ଆଜ୍ଞା ପାଇଁ ଦୂତମାନେ ବେଗେ ଚଳିଗଲେ। ଆପଣା ଗୃହେ ପ୍ରବେଶ ହୋଇଲେ। ଏଥୁ ଅନ୍ତରେ ସପ୍ତାହକ ଗତ ହେଲା। ମଙ୍ଗଳାଙ୍କ ପୂଜା ଦିନ ପ୍ରବେଶ ହୋଇଲା। ସେଦିନ ଚଣ୍ଡାଳୁଣୀ ପ୍ରଭାତୁ ଉଠିଲା। ଏକ ବନ୍ୟ ଗାଈର ଯେ ଗୋବର ଆଣିଲା। ଶୌଚ କରିଣ ଘର ବାହାର ଲିପିଲା। ଖଇ ମୁଆଁ ଆଣିବାକୁ ବଜାରକୁ ଗଲା। ଏଣେ ରାଜଦୂତ ତାର ପୁତ୍ରଙ୍କୁ ହାଣିଲେ। ତୁଳା ପ୍ରାୟ କରି ମାଂସ ଧୂଳିରେ ଫିଙ୍ଗିଲେ। ପୁତ୍ର ମଲେ ବୋଲି ଚଣ୍ଡାଳୁଣୀ ନ ଜଣାଇ ପୂଜାର ଦରମାନ ବଜାରୁ କିଣାଇ। ଲୋକେ ଯେ ବୋଲନ୍ତି ତୁ ଲୋ ଶୁଣ ଚଣ୍ଡାଳୁଣୀ ତୋହର ପୁତ୍ରକୁ ରାଜା ପକାଇଲେ ହାଣି। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦି ଆସୁଥିଲେ। ମାୟା ତାଙ୍କୁ ବାଟରେ ଭେଟିଲା। ମଙ୍ଗଳା ବୋଲନ୍ତି ତୁ ଲୋ କାନ୍ଦୁ କାହିଁ ପାଇଁ। ମୋହର ସେବାରେ ତୁହି ବସିଥାଅ ଯାଇ। ତାହା ଶୁଣି ଚଣ୍ଡାଳୁଣୀ ବେଗେ ଚଳିଗଲା। ଝିଅ ବୋହୂ ସଙ୍ଗେ ଘେନି ସେବାରେ ବସିଲା। ଧୂଦେପୀ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଇ ଉତ୍ତମ ପଦାର୍ଥ ଦେଇ ବିନୟ କହି। ଚଣ୍ଡାଳୁଣୀ ହୀନ ଜାତି ମୋର କେଳା। କିଞ୍ଚିତ ଭକତି ମୋର ଘେନ ମା ମଙ୍ଗଳା। ଭକ୍ତିପଣ ଦେଖିଣ ମଙ୍ଗଳା ବିଜେ କଲେ। ତାର ପୁତ୍ରମାନ ସେ ପ୍ରାଣ ଦାନ ଦେଲେ। ସେହି ରୂପେ ସେହି ଚିହ୍ନା ସେହି ରୂପରେଖ କେହି ନ ଜାଣନ୍ତି ପ୍ରାଣେ ହୋଇଥିଲେ ହତ। ମାଛ ଶାଗ ଘାଟପତ୍ର ଘେଣି ନ ଆଇଲେ। ଆପଣାର ଘରେ ଯାଇ ପ୍ରବେଶ ହୋଇଲେ। ତାହା ଦେଖି ଚଣ୍ଡାଳୁଣୀ ଆନନ୍ଦ ହୋଇଲା। ଫୁଲ ଯେ ପ୍ରସାଦ ତାର ପୁତ୍ର ମୁଖେ ଦେଲା। ମାଂସ ମଦ ଭୁଞ୍ଜଣ ଯେ ଆନନ୍ଦ ହୋଇଲେ। ଦେଖି ଯାଇ ରାଜଦୂତ ରାଜାଙ୍କୁ କହିଲେ ଚଣ୍ଡାଳୁଣୀ ପୁତ୍ର ବଞ୍ଚି ଆଇଲେ ବୋଇଲେ। ତାହା ଶୁଣି ମହାରାଜା ସ୍ତବ୍ଧ ହୋଇଲେ। କୌଣସି ପ୍ରକାରେ ତାଙ୍କୁ ମାରି ନ ପାରିଲି। ବୁଦ୍ଧି ଦିଶଇ ଅନ୍ତର୍ନିଶି ଚିନ୍ତା କଲି। ଆରେ ଦୂତମାନେ ତୁମେ ଏମନ୍ତ ଯେ କର। ଯତନ କରିଣ ଯେ ନିର୍ମାଣ ଯୋଉ ଘର। ଆସନ୍ତା ମଙ୍ଗଳବାରେ ତାହାଙ୍କୁ ଆଣିବ। ଯତନ କରିଣ ଯୋଉ ଘର ଭରିବ। ଯୋଉ ଘରର କିଳିଣୀ ବନ୍ଦ ଯେ କରିବ। ନିର୍ବନ୍ଧ କରିଣ ତହିଁ ଅଗ୍ନି ଲଗାଇବ। ଆଜ୍ଞା ପାଇ ଦୂତମାନେ ବେଗେ ଚଳିଗଲେ। ଯତନ କରିଣ ଯୋଉ ଘରେ ବନାଇଲେ। ଏଥୁ ଅନ୍ତରରେ କିଛି ଦିନ ଗଲା ଯୋଉ ମଙ୍ଗଳାଙ୍କ ପୂଜା ଦିନ ହୋଇଲା ତହୁଁ।
ସେଦିନରେ ଚଣ୍ଡାଳୁଣୀ ପ୍ରଭାତ ଉଠିଲା ପୂର୍ବ ପ୍ରକାରେ ଘର ବାହାର ଲିପିଲା। ସ୍ନାନ କରିଣ ବେଗେ ବେଗେ ହୋଇଗଲା ଖଇ ମୁଆଁ ନବଦ ଯେ ବଜାରୁ କିଣିଲା। ତହୁ ବେଗେ ବେଗେ ରାଜା ନବରକୁ ଗଲା ଖଇ ମୁଆଁ ଦିଅ ବୋଲି ଜାଇଣ କହିଲା। ଏଣେ ଦୂତମାନେ ତାର 7 ପୁତ୍ର ହାଣି ଯୋଉ ଘରେ ଭରି ଅଗ୍ନି ଲଗାଇଲେ ପୁଣି। ପୁତ୍ର ମଲେ ବୋଲି ଚଣ୍ଡାଳୁଣୀ ନ ଜାଣଇ ପୂଜା ବିଧିମାନ ସେ ଯେ ଖୋଜି ନ ଆଣଇ। ଲୋକେ ଯେ ବଇଲେ ତୁଲ ଶୁଣ ଚଣ୍ଡାଳୁଣୀ ତୋର ପୁତ୍ରମାନେ ରାଜା ମାଇଲେ ପୁଣି। ଯୋଉ ଘରେ ପୁରାଣ ଅଗ୍ନି ଲଗାଇଲେ କିସ କିସ ଲଡୁ ତୁଇ କହୁଅଛି ଭଲେ। ତା ଶୁଣି ଚଣ୍ଡାଳୁଣୀ ବିକଳ ହୋଇଲା ଅଗାଧ ସମୁଦ୍ରେ ମୋର ଭେଳା ଯେ ବୁଡ଼ିଲା। ଆରେ ଆରେ ପୁତ୍ର ମଣ କେଣେ ଛାଡ଼ିଗଲ ଅପୁତ୍ରିକ ଦଶା ବାବୁ ମତେ ଯେ ବହିଲ। ଚଣ୍ଡାଳୁଣୀ ଏହିପରି କାନ୍ଦି ଆସୁଥିଲା। ଆସୁଥିଲେ ମାୟା ତାଙ୍କୁ ବାଟରେ ଭେଟିଲା। ମଙ୍ଗଳା ବୋଲନ୍ତି ତୁଲ କାନ୍ଦୁ କାହିଁ ପାଇଁ ଯାହା ଯାହା ତୋର ପୁତ୍ରକୁ ମୁଁ ଦେବଇଁ ଜିଆଇ। ତାହା ଶୁଣି ଚଣ୍ଡାଳୁଣୀ ବେଗେ ଚଳିଗଲା ଆପଣା ଦୁଆରେ ଯାଇ ପ୍ରବେଶ ହୋଇଲା। ପୂର୍ବ ପ୍ରକାରେ ପୂଜା ବିଧି ଯେ ବିଆଇ ଗଙ୍ଗାଜଳ ସିଞ୍ଚି କରି ବସିଥିଲା ତହିଁ ଧୂପ ଦୀପ ନୈବେଦ୍ୟ ଗନ୍ଧପୁଷ୍ପ ଦେଲା ପୂର୍ବ ପଦାର୍ଥ ମାନ ସବୁ ସମର୍ପିଲା। ଛେଳି ଯେ କୁକୁଡ଼ା ଦେଇ ତହିଁ ବଳିଦାନ ଦେଇ ଶଙ୍ଖ ହୁଳହୁଳି ଦେଇ ବିନୟ କହି ଏମନ୍ତ ସମୟ ତାହାର 7 ପୁତ୍ର ଗୋଟି ଅପୂର୍ବ ଅଧିକେ ତାଙ୍କ ରୂପରେ ଖନ୍ଦିନୀ। କେତେ ବଡ଼ ଅଗ୍ନିରେ ନହିଲେ ପ୍ରାଣ ନାଶ ଦେଖିଣ ମଙ୍ଗଳା ଯେ ହୋଇଲେ ହସ ହସ। 2 ହିଡ଼ ପରାଏ ଅଗ୍ନି ଜଳୁଅଛି ଯେଉଁ ଲୋକେ ଲୋଚନକୁ ଭୟ ଦିଶୁଅଛି ତହୁଁ। ଯୋଉ ଘରେ ପାଶ ଯାଇ ମଙ୍ଗଳା ଡାକିଲେ ଘରକୁ ଯେ ଯା ବାବୁ ବୋଲି ନ ବୋଇଲେ ଶୁଣି ପାଏ ଆସନ୍ତି ଯେ ତର ତର ହୋଇ ଯୋଉ ଘର ଅଗ୍ନି ତାଙ୍କ ଶୀତଳ ଲାଗେଇ। ମାଛ ଶାଗ କାଠପତ୍ର ଘେଣି ନ ଆଇଲେ ଆପଣାର ଘରେ ଯାଇ ପ୍ରବେଶ ହୋଇଲେ। ତାହା ଦେଖି ଚଣ୍ଡାଳୁଣୀ ଆନନ୍ଦ ହୋଇଲା ବେଗେ ବେଗେ କରି ପୂଜା ବିଧି ଯେ ସାରିଲା। ପୂଜା ସାରି ଚଣ୍ଡାଳୁଣୀ ଦଣ୍ଡବତ କଲା ଫୁଲ ପରସାଦ ତାର ପୁତ୍ର ମୁଣ୍ଡେ ଦେଲା। ଖଇ ମୁଆଁ ନବାତ ସାକର ଖଇ ଆନନ୍ଦ ହୋଇଲେ ତାର ପୁତ୍ରମାନେ ଖାଇ। ଛେଳି ଯେ କୁକୁଡ଼ା ବଳି ଦାନ ଦେଇଥିଲେ ମାଂସ ମଦ ଖାଇଣ ଦେଇ ଆନନ୍ଦେ ବହିଲେ। ତାହା ଦେଖି ରାଜଦୂତେ ବେଗେ ଚଳିଗଲେ ରାଜାର ଅଗ୍ରତେ ଯାଇ ବରଦା କହିଲେ। ପାଦେ ପଡ଼ି କରଜୋଡ଼ି ଜଣାଇଲେ ଦୂତ ଯୋଉ ଘରେ ମଲା ଲୋକ ଅଇଲେ ତୁରିତ। ତାହା ଶୁଣି ମହାରାଜା ବିସ୍ମୟ ହୋଇଲେ ଆପଣା ଆପଣା ମନେ ଚିନ୍ତା କଲେ ବାଇକି ବାତୁଳ ମୋର ବୁଦ୍ଧି ହେଲା ହୀନ ପାପ ପୁଣ୍ୟ ବିଚାର ନ କଲା ମୋର ମନ। ବୁଦ୍ଧିମନ୍ତ ଥିଲେ ମୁଁ କି ଏମନ୍ତ କରନ୍ତି ଏହି ରୂପେ ଧରି ମୁହିଁ ବାଳକ ନବର୍ତ୍ତି। ପୁଣ୍ୟ କଲା ଲୋକମାନେ ସ୍ୱର୍ଗରେ ବସନ୍ତି ପାପ କଲା ଲୋକମାନେ ନରକେ ପଡ଼ନ୍ତି। ଏହା ଭାବି ମହାରାଜା ଆପଣେ ଉଠିଲା ଚାକରମାନଙ୍କୁ ଡାକି ବଚନ ବହିଲା ଚାଲ ଚଣ୍ଡାଳୁଣୀ ଘର ଯିବା ବେଗା ହୋଇ ତାହା ସାଙ୍ଗେ ମିତ୍ର ହୋଇବଇଁ ମୁହିଁ। କେବଳ ନ ଦେବନ୍ତା ପୂଜା କରୁଅଛି ଥୋଇ ତାହା ପାଦେ ଆମେ ପୂଜା କରିବ ଯେ ଯାଇ। ଏତେ ବୋଲି ମହାରାଜା ବିଜେ କରିଗଲା ଚଣ୍ଡାଳୁଣୀ ଦ୍ୱାରେ ଯାଇ ପ୍ରବେଶ ହୋଇଲା। ତାହା ଦେଖି ଚଣ୍ଡାଳୁଣୀ ପାଦରେ ପଡ଼ିଲା ଉଠି କରପତ୍ର ଯୋଡ଼ି ଛାମୁରେ କହିଲା କି ନିମନ୍ତେ ମହାରାଜା ବିନୟ ହୋଇଲା ଆଚମ୍ବିତ ହୋଇ ମତେ ତାଟକା ଲାଗିଲା। ରାଜା ବୋଲୁଛନ୍ତି ତୁଲ ଶୁଣ ଚଣ୍ଡାଳୁଣୀ ତୋହର ସଙ୍ଗରେ ମିତ୍ର ହୋଇବଇଁ ପୁଣି। ବହୁତ ପ୍ରକାର ଶାସ୍ତି ଦେଲି ଯେ ତୁମକୁ ଆସିଅଛି ଦଶାଦଶ କ୍ଷମା ମାଗିବାକୁ। କେଉଁ ଦେବତାକୁ ପୂଜା କରୁଅଛ ତୁମେ ଆମ ରାଣୀ ପୂଜା ଯେ କରିବେ ତୁମ ସାଙ୍ଗେ। ଚଣ୍ଡାଳୁଣୀ ବୋଲୁଅଛି ଆହେ ମହାରାଜା ଛେଳି ଯେ କୁକୁଡ଼ା ଆମ ମଙ୍ଗଳାଙ୍କ ପୂଜା। ହୀନ ଯଦି ସଙ୍ଗେ ତୁମେ ମୈତ୍ର ହୋଇବ ଛେଳି ଯେ କୁକୁଡ଼ା ମଦ ମାଂସ ହିଁ ଖାଇବ ତେବେ ତୁମେ ସଙ୍ଗେ ମିତ୍ର ହୋଇବଇଁ ମୁହିଁ ନହିଲେ ମୋ ପ୍ରୟୋଜନ ଏତେ କିଛି ନାହିଁ। ତାହା ଶୁଣି ମହାରାଜା ସମ୍ମତ କଲା ଚଣ୍ଡାଳୁଣୀ ସଙ୍ଗରେ ମୈତ୍ର ହୋଇଲା। ଶ୍ରୀ ଭଗବାନ ଉବାଚ ଶ୍ରୀକୃଷ୍ଣ ବୋଲନ୍ତି ତୁମେ ଶୁଣ ହିଁ ଅର୍ଜୁନ ଚଣ୍ଡାଳୁଣୀ ସଙ୍ଗେ ମିତ୍ର ହୋଇଲେ ରାଜନ। ଏଥୁ ଅନ୍ତରରେ କିଛି ଦିନ ଗତ ହେଲା ମଙ୍ଗଳାଙ୍କ ପୂଜା ଦିନ ପ୍ରବେଶ ହୋଇଲା। ସେଦିନ ଚଣ୍ଡାଳୁଣୀ ପ୍ରଭାତ ଉଠିଲା ଏକବର୍ଣ୍ଣ ଗାଈର ଯେ ଗୋବର ଆଣିଲା ଉତ୍ତମ କରିଣ ଘର ବାହାର ଲିପିଲା ଖଇ ମୁଆଁ ଆଣିବାକୁ ବଜାରକୁ ଗଲା। ସେଦିନରେ ମହାରାଜା ପ୍ରଭାତ ଉଠିଲେ ଡେଙ୍ଗୁରା ପିଟାଇଣ ଡାକ ଯେ ଦିଆଇଲେ। ଆଜି ନଗର ନାରୀମାନେ ସମସ୍ତେ ଯିବା ଚଣ୍ଡାଳୁଣୀ ଦ୍ୱାରା ଯାଇ ମଙ୍ଗଳା ସେବିବା। ଏହାଭଳି ଦୂତମାନେ ଡାକ ଯେ ଦିଅନ୍ତି ନ ଜାଣିଲା ଲୋକଙ୍କୁ ଯେ ବୁଝାଇ କହନ୍ତି। ତାହା ଶୁଣି ନଗର ନାରୀ ଗଲେ ସମସ୍ତେ ଚଣ୍ଡାଳୁଣୀ ଦ୍ୱାରେ ଯାଇ ହେଲେ ଉପସ୍ଥିତ। ଚଣ୍ଡାଳୁଣୀ ଦ୍ୱାରେ ଯାଇ ହେଲେ ଉପସ୍ଥିତ। ପାଦ ଗତି ହୋଇ ରାଣୀ ବିଜେ କରିଗଲେ ଚଣ୍ଡାଳୁଣୀ ଦ୍ୱାରେ ଯାଇ ପ୍ରବେଶ ହୋଇଲେ। ସେହି ଚଣ୍ଡାଳୁଣୀ ବଜାରକୁ ଯାଇଥିଲା ଆପଣା ଗୃହରେ ଆସି ପ୍ରବେଶ ହୋଇଲା। ବେଦୀର ଉପରେ ଏକ ଘଟ ଯେ ବସାଇ ଗଙ୍ଗାଜଳ ସିଞ୍ଚି ପାଶେ ବସିଲାଗି ଯାଇ ଧୂପ ଦୀପ ନୈବେଦ୍ୟ ଗନ୍ଧପୁଷ୍ପ ଦେଇ ଜୟ ମା ମଙ୍ଗଳା ବୋଲି ବିନୟ କହି ରାଜ୍ୟ ନର ନାରୀ କର ପତ୍ର ଯେ ଯୋଡ଼ିଲେ ଜୟ ମା ମଙ୍ଗଳା ବୋଲି ଉଚ୍ଚ ଡାକ ଦେଲେ। ଶଙ୍ଖ ହୁଳହୁଳି ଦିଅନ୍ତି ଚଣ୍ଡାଳୁଣୀ ଗୃହେ ମୁଖରେ ଶବଦ ଯେ ଶୁଭଇ ଗହ ସମସ୍ତ ପ୍ରକାର ପୂଜା ବିଧି ସାରିଲେ ଫୁଲ ପ୍ରସାଦ ମାଙ୍କର ଶିରରେ ଘେନିଲେ। ରାଜାରାଣୀ ନଗର ଲୋକେ ପୂଜା ଯେ ସାରିଲେ ଜୟ ମା ମଙ୍ଗଳା ବୋଲି ଦଣ୍ଡବତ କଲେ।
ଫୁଲ ପ୍ରସାଦ ମା'ଙ୍କୁ ଶିରରେ ଘେନିଲେ ଫୁଲ ପ୍ରସାଦ ମା'ଙ୍କର ଶିରରେ ଘେନିଲେ ମଙ୍ଗଳ ସୁମରି କେନ୍ଦୁ ଚାର ହିଁ ଖାଇଲେ। ଏଥୁ ଅନ୍ତରେ ତୁମେ ଶୁଣ ହେ ଅର୍ଜୁନ ମଦମାଂସ ଭୁଞ୍ଜିବାକୁ ବସିଲେ ରାଜନ। ତାହା ଶୁଣି ମଙ୍ଗଳା ଯେ ଆନନ୍ଦ ହୋଇଲେ ରାଜାର ଭଗତି ଦେଖି ପ୍ରସନ୍ନ ହୋଇଲେ। ମଦମାଂସ ଭୁଜି ରାଜା ସେବିଲାକ ଯହିଁ ଦେଖୁ ଦେଖୁ ମଦ ଦୁଗ୍ଧ ପାଲଟିଲା ତହିଁ। ଅମୃତ ହୋଇଲା ମାଂସ ମଦ ହେଲା ଦଗ୍ଧ ଦେଖିନେ ଯେ ମହାରାଜା ହୋଇଲେ ସ୍ତବ୍ଧ। ଧନ୍ୟ ଧନ୍ୟ ମଙ୍ଗଳା ଆଗ ବଲିଣ ବହିଲେ ମଙ୍ଗଳା ସୁମରି ସେଉଁ ଭଞ୍ଜିଡ଼ା ବସିଲେ। ଆଚମନ ସାରି ରାଜା ବିଜେ କରିଗଲେ ଆପଣା ନଗରେ ଯାଇ ପ୍ରବେଶ ହୋଇଲେ। ରାଜ୍ୟ ନର ନାରୀମାନେ ସମସ୍ତେ ଯେ ଗଲେ ଆପଣା ଆପଣା ଘରେ ପ୍ରବେଶ ହୋଇଲେ। ଏଥୁ ଅନ୍ତରରେ ତୁମେ ଶୁଣ ହେ ଅର୍ଜୁନ ସେହିଦିନ ଗର୍ଭବାସ ହେଲେ ସ୍ତ୍ରୀମାନ 10 ମାସ 10 ଦିନ ହୋଇଲେ ଏକ ପୁଣି ପେଟ ତବ ଥାଇ କରୁଅଛି କିଣି କିଣି। ଏହି ରୂପେ ପୁତ୍ର ଯେ ଦୁହିତା କଲେ ଜାତ ମଙ୍ଗଳ ସୁମରି ମନେ ହୁଅନ୍ତି ଉଚ୍ଛ୍ୱତ। ରାଣୀ ମହାଦେଇ ଯେ ଆନନ୍ଦ ହୋଇଲେ ତେଣୁ ରାଜ୍ୟ ନରନାରୀଙ୍କ ଆନନ୍ଦ କିଏ ସେଉ ଶ୍ରୀ ଭଗବାନ ବାଚ। ଶ୍ରୀକୃଷ୍ଣ ବହିଲେ ତୁମ ଶୁଣ ହେ ଅର୍ଜୁନ ଏହି ରୂପେ ତାହାଙ୍କୁ ଯେ ଦେଲେ ପୁତ୍ରଦାନ। ଏହି ରୂପେ ମଙ୍ଗଳାଙ୍କ ପୂଜା ଯେ କରିବ ଦିନ ବଂଶ ତାର ବର୍ଦ୍ଧିତ ହୋଇବ ଧନ ଜନ ପୁତ୍ରବତ ଆବର ଦୁର୍ଗତି ମଙ୍ଗଳା ସେବାରେ ଆଉ ନଥାଇ ବିପଦି। ଅର୍ଜୁନକୁ ବୁଝାଇ କହନ୍ତି ପିତବାସ ଭାବରେ ବଣିଲେ ଏହା ବଳରାମ ଦାସ। ଇତି ଶ୍ରୀ ଚୈତ୍ର ମଙ୍ଗଳାମ୍ ଅସା ସମ୍ପୂର୍ଣ୍ଣମ୍। ଜୟ ଜଗନ୍ନାଥ। ହେ ପ୍ରଭୁ କୋଟି ଜନ୍ମ ପାପ କ୍ଷୟ କରନ୍ତୁ ପ୍ରଭୁ। ଏହି ଚୈତ୍ର ମଙ୍ଗଳବାର ଓଷା କଲେ ଆମର ମନସ୍କାମନା ପୂର୍ଣ୍ଣ ହେବା ସହିତ ଆମର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ଚୈତ୍ର ମାସ ହେଉଛି ମା'ଙ୍କର ମାସ। ମା' ହେଉଛନ୍ତି ଆଦିଶକ୍ତି। ସେଇଥିପାଇଁ ସିଏ ଆମ ସମସ୍ତଙ୍କର ଜନନୀ। ତାଙ୍କର ଓଷା କରିବା ଉଚିତ। ଜୟ ମା' ମଙ୍ଗଳା, ଜୟ ମା' ମଙ୍ଗଳା।